ମଧ୍ୟ ବହୁତ କଷ୍ଟ କରି ଆସିଛି ଛୋଟବେଳୁ। ମୋ ମା ବାପା ବହୁତ କଷ୍ଟ କରିଛନ୍ତି। ମାମୁଁ ମାଇଁ ସମସ୍ତେ ବହୁତ କଷ୍ଟ କରିକିନା ମତେ ଆଜି ଏଇଠି ଆସି ପହଞ୍ଚେଇଛନ୍ତି। ଅଙ୍ଗନବାଡିରେ 20 ଜଣ ଖଣ୍ଡେ ପିଲା ଅଛନ୍ତି। ଆଉ ମୋର ନଭେମ୍ବର 20ରେ ମୋର ଜଏନିଂ ହେଇଥିଲା। ତ କେହି ପିଲାମାନଙ୍କୁ ଛାଡୁନାହାନ୍ତି କି କେହି ବି ଆସୁନାହାନ୍ତି କି ଅଣ୍ଡା ଛତୁଆ ମଧ୍ୟ କେହି ନେଇନାହାନ୍ତି। ସେମାନେ କହୁଛନ୍ତି କି ତମର କାଷ୍ଟ ସେଠି ବୋଲି ସିଭିଲ କାଷ୍ଟ ବୋଲି ସେଇଥିପାଇଁ ଆମେ କେହି ନବୁନି କି ଆକ୍ସେପ୍ଟ କରିବୁନି। ମୋ କହିବା କଥା ଏଇଆ କି ସମାଜ ବହୁତ ଆଗରେ ଆଜି ଅଛି। ଆମେ ଯଦି ଏଇଆକୁ ଧରି ରହିଥିବା, ମୁଁ ଚାହୁଁଛି କେମିତି ଛୋଟରୁ ବଡ ହେବା ପାଇଁ, ଗାଁ ଲୋକଙ୍କର ସହାୟତା ନେବା ପାଇଁ ଚାହୁଁଥିଲି। କିନ୍ତୁ ସେମାନେ ଆଜି ଆମ କାଷ୍ଟ ଏଇଆ ବୋଲି ସେଥିପାଇଁ ଆଉ କେହି ବି ପକେଇ ନାହାନ୍ତି। ମୁଁ ଏକା ପକେଇଛି। ଆଉ ମୁଁ ଏକା ପକେଇଥିଲି କିନ୍ତୁ ଆଉ କେହି ପକେଇ ନାହାନ୍ତି। ସେଥିରେ ମୋ ଉପରେ ସେମାନେ ବିରୋଧ କରୁଛନ୍ତି। ମୁଁ ଚାହୁଁଛି କି ମାନେ ଆଜି ଆମ କାଷ୍ଟ ଏଠି ନ ରହୁ। ଆଜି ଆମ ପିଲାମାନେ ଆମ ସେଠିରେ ମଧ୍ୟ ବହୁତ ସ୍ତରରେ ଆଜି ଅଛନ୍ତି। କିନ୍ତୁ ଚାକିରିଟିଏ ପାଇବା ପାଇଁ ହେଲେ ବହୁତ କଷ୍ଟ କରିବାକୁ ପଡିବ। ମୁଁ ମଧ୍ୟ ବହୁତ କଷ୍ଟ କରି ଆସିଛି ଛୋଟବେଳୁ। ମୋ ମା ବାପା ବହୁତ କଷ୍ଟ କରିଛନ୍ତି। ମାମୁଁ ମାଇଁ ସମସ୍ତେ ବହୁତ କଷ୍ଟ କରିକିନା ମତେ ଆଜି ଏଇଠି ଆସି ପହଞ୍ଚେଇଛନ୍ତି। ତ ସେଥିପାଇଁ ମୁଁ ଏଇଟା ପକେଇଲି, ଯେହେତୁ ଆଉ କେହି ବି ପକେଇ ନାହାନ୍ତି। ତଥାପି ମତେ ବିରୋଧ କରୁଛନ୍ତି ସମସ୍ତେ। ବହୁତ କଷ୍ଟ ଲାଗୁଛି। ବହୁତ କଷ୍ଟ ଲାଗେ ପିଲାମାନଙ୍କ। ମୋର ଇଚ୍ଛା କି ମୁଁ ଜଣେ ଟିଚର ହେବି। ପିଲାମାନଙ୍କୁ ପଢାଇବା ପାଇଁ ବହୁତ ଇଚ୍ଛା କରିଛି। କିନ୍ତୁ ପିଲାମାନେ ଆସୁନାହାନ୍ତି କେହି, କି ସେମାନଙ୍କୁ ମଧ୍ୟ ତାଙ୍କ ବାପା ମା ମାନେ ଛାଡୁନାହାନ୍ତି। ମୁଁ ଡାକୁଛି ସମସ୍ତଙ୍କୁ ଡାକୁଛି କି ଆସ, ଛତୁଆ ନିଅ, ଅଣ୍ଡା ନିଅ। ନେଇଥିଲେ ଆସିକି, ମଝିରେ ଥରେ ନେଇଥିଲେ, 4-5 ଜଣ ଖଣ୍ଡେ ନେଇଛନ୍ତି। ତାଙ୍କୁ ମଧ୍ୟ ସେମାନେ ଧମକେଇଛନ୍ତି, ସେ ଆଉ ଆସିକି ନଉନାହାନ୍ତି। ନଭେମ୍ବର 20 ପାଖରୁ ପିଲା ଆଉ ଆସୁନାହାନ୍ତି। ପିଲା ସେତେବେଳେ ନଭେମ୍ବରରେ 18 ଜଣ ପିଲା ପ୍ରି ସ୍କୁଲ ପିଲା ଥିଲେ। ଏବେ ବଢିକି 20 ଜଣ ହେଲେଣି। ଛାଡୁନାହାନ୍ତି। ଆମେ ଡାକିବା ପାଇଁ ଗଲେ ପିଲାମାନଙ୍କୁ, ସେମାନେ କହୁଛନ୍ତି ଆମ ଛୁଆ ଯିବେ ନାହିଁ। ଆଉ ଆମେ କଣ କରିପାରିବା? ଆମେ ବୁଲିକି ଡାକୁଛୁ କିନ୍ତୁ ଛାଡୁନାହାନ୍ତି। କି ତାଙ୍କୁ ପଚାରିଲେ ସେ ଡାଇରେକ୍ଟ କିଛି କହୁନାହାନ୍ତି କି ଆମେ କହିପାରିବୁନି। ଆମେ ତାଙ୍କ ଘର ପାଖକୁ ଗଲା ବେଳକୁ ସେମାନେ କହୁଛନ୍ତି ଆମେ ଯିବୁ ନାହିଁ କହୁଛନ୍ତି, ଆମ ଛୁଆଙ୍କୁ ଛାଡିବୁ ନାହିଁ। ହଁ, ହେଲ୍ପର ନିଯୁକ୍ତି ପରେ ହିଁ ହେଇଛି। ଆଗରୁ ମୁଁ ଏକା ଥିଲି, ହେଲ୍ପର ନଥିଲେ, ମିନି ସେଣ୍ଟର ଥିଲା, ତାପରେ ମେନ୍ ସେଣ୍ଟର ହେଲା। ମୁଁ ଥରେ ବି ସହାୟିକା ନିଯୁକ୍ତି ପାଇଁ ବାହାରିଥିଲା, କେହି ନୋଟିସ ବାହାରିଲା, କେହି ପକେଇ ନଥିଲେ। ତାପରେ ମୁଁ ଏକା କାମ କରୁଥିଲି। ତାପରେ ବାହାରିଲା, ଏ ଝିଅ ପକେଇଛି। ସେ ଜଏନିଂ ହେବାଠାରୁ ଆଉ ପିଲାମାନଙ୍କୁ ଛାଡୁନାହାନ୍ତି କି କୌଣସି ସେବା ନଉନାହାନ୍ତି। କାହିଁକି? ମୁଁ ଯେତେ ତାଙ୍କୁ ପଚାରିଲେ ସେ ଆମକୁ ଡାଇରେକ୍ଟ କିଛି କହୁନାହାନ୍ତି। ସେ ଆମକୁ କଣ କହିଲେ, ସେ ଝିଅ ଭାବୁଛି ମୁଁ ହରିଜନ ବୋଲିକି ସେ ଆସୁନାହାନ୍ତି। କିନ୍ତୁ ଆମେ ତାଙ୍କୁ ପଚାରିଲେ ସେ ଡାଇରେକ୍ଟ କିଛି କହୁନାହାନ୍ତି କି ଆମେ ଏଥିପାଇଁ ଯିବୁନା। ଆମେ ତାଙ୍କ ଘର ପାଖକୁ ଗଲେ ସେମାନେ ଆମେ କଥା ହଉଥିବୁ, ତାଙ୍କର ଘରକୁ ପଳେଇ ଯିବେ, ସେ ଆସ ଛାଡ ଛୁଆଙ୍କୁ, କିନ୍ତୁ ସେମାନେ କିଛି କରୁନାହାନ୍ତି। ଆମେ କଣ କରିବୁ? ମୁଁ ଜଣେଇଛି, ସୁପରଭାଇଜରଙ୍କୁ ଜଣେଇଛି, ସିଡିପିଓଙ୍କୁ ବି ଜଣେଇଛି, ସରପଞ୍ଚଙ୍କୁ ବି ଜଣେଇଛି। ସେମାନେ ସମସ୍ତେ ବି ଆସି ସାରିଲେଣି ଗାଁ। ନା, ସେମାନେ ନଭେମ୍ବରରେ ନେଇଥିଲେ। ଡିସେମ୍ବର ଯେତେବେଳେ ଆସିଥିଲେ, ସେ 5-6 ଜଣ ଆସିକି ନେଲେ। ତାପରେ ଜାନୁଆରୀରେ ଯୋଉ ତାଙ୍କ ପାଇଁ ସେ 5 ଜଣଙ୍କ ପାଇଁ ଖାଦ୍ୟ ଆସିଲା, କିନ୍ତୁ ତାକୁ ଆଉ ନେଲେ ନାହିଁ। ଫେବୃଆରୀରେ ତାଙ୍କ ପାଇଁ ଖାଦ୍ୟ, ଯେହେତୁ ସେମାନେ ନେଲେ ନାହିଁ, ସେ ଖାଦ୍ୟ ପଡିକି ରହିଛି। ଫେବୃଆରୀରେ ସେଥିପାଇଁ ମୁଁ ଇଣ୍ଡିଆନ ଆଉ ଦେଲି ନାହିଁ, ଖାଦ୍ୟ ଆସିବ। हेलो मैडम गुड मॉर्निंग मैडम। मॉर्निंग। प्रभु को ओटीवी हाँ कौन कौन ए जो घड़िया मा अंगनवाड़ी हेल्पर को लेकिन जो कथा गणमाध्यम प्रकाश पाई कौन केमती कौन कहे ता विषय कहबी आज्ञा सी हूँ तो गाँ लोक तो सेमती जाती डायरेक्ट उठौ ना सी आज्ञा कहते जे आम सुरक्षित भावुनु से ठीक भाव आम जत्न नहीं पार जहाँ गाँ लोक काली टे मत देते आज्ञा तेणु आम चाहूनु आमको ठीक लगुनि से रिटर्न कुआटे देते आपण पाखकू रिटर्न तो देते सी आपणकर प्रिवियसली जिते पोस्टिंग हो नथिला कौन देते कौन देते मोर मन अच्छी ना तो पढ़ले हम देखिले हम मोर मन अच्छी ना सी लिखिले प्राय बोधे हेल्पर सिलेक्शन न करिया पई कि एमती गोटे कौन सब लिखिक दे बर्तमान कौन पदक्षेप नेबे वर्तमान कौन आ पदक्षेप आम तो जनईचु डिस्ट्रिक्ट को जनईचु आईआईसी को सहायता नहीं कि जीपी गाँव को थैंक यू मैडम